ଓମ୍ ଶାନ୍ତି। 17 ମାର୍ଚ୍ଚ 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ଶିକ୍ଷା ହିଁ ଆୟ ବା ଆୟର ପନ୍ଥା ଅଟେ। ତେଣୁ ଏହି ଶିକ୍ଷା ଆଧାରରେ ହିଁ ତୁମକୁ 21 ଜନ୍ମ ପାଇଁ ସମ୍ପତ୍ତି ଜମା କରିବାକୁ ହେବ। ଶିକ୍ଷା ହିଁ ଆୟ ବା ଆୟର ପନ୍ଥା ଅଟେ। ତେଣୁ ଏହି ଶିକ୍ଷା ଆଧାରରେ ହିଁ ତୁମକୁ 21 ଜନ୍ମ ପାଇଁ ସମ୍ପତ୍ତି ଜମା କରିବାକୁ ହେବ। ପ୍ରଶ୍ନ: ଯେଉଁ ପିଲାମାନଙ୍କ ଉପରେ ବୃହସ୍ପତିର ଦଶା ଥିବ ସେମାନଙ୍କର ଲକ୍ଷଣ କ'ଣ ଦେଖାଯିବ? ଯେଉଁ ପିଲାମାନଙ୍କ ଉପରେ ବୃହସ୍ପତିର ଦଶା ଥିବ ସେମାନଙ୍କର ଲକ୍ଷଣ କ'ଣ ଦେଖାଯିବ? ଉତ୍ତର: ସେମାନଙ୍କର ପୂରା ଧ୍ୟାନ ଶ୍ରୀମତ ଉପରେ ଥିବ। ସେମାନେ ପାଠ ପଢ଼ାକୁ ଭଲ ଭାବରେ ପଢ଼ୁଥିବେ, କେବେ ବି ଫେଲ ହେବେ ନାହିଁ। ଯେଉଁମାନେ ଶ୍ରୀମତର ଉଲ୍ଲଙ୍ଘନ କରନ୍ତି ସେହିମାନେ ହିଁ ପାଠ ପଢ଼ାରେ ଫେଲ ହୁଅନ୍ତି। ସେମାନଙ୍କ ଉପରେ ରାହୁର ଦଶା ପଡ଼ିଯାଏ। ଏବେ ତୁମମାନଙ୍କ ଉପରେ ବୃକ୍ଷପତି ବାବାଙ୍କ ଦ୍ୱାରା ବୃହସ୍ପତିର ଦଶା ପଡ଼ିଛି। ଗୀତ: ଇସ୍ ପାପ କି ଦୁନିଆ ସେ ଲେ ଚଲୋ ପ୍ରଭୁ। ଓମ୍ ଶାନ୍ତି। ଏହା ହିଁ ପାପ ଆତ୍ମାମାନଙ୍କ ଆର୍ତ୍ତନାଦ। ତୁମେ ଏବେ ବାବାଙ୍କୁ ଡାକୁନାହଁ, କାରଣ ତୁମେ ପବିତ୍ର ହେଉଛ। ଏହା ଧାରଣ କରିବା ଯୋଗ୍ୟ କଥା ଅଟେ। ଏହି ଜ୍ଞାନ ବହୁତ ଶ୍ରେଷ୍ଠ ସମ୍ପତ୍ତି ଅଟେ। ଯେପରି ସ୍କୁଲର ପାଠପଢ଼ା ମଧ୍ୟ ସମ୍ପତ୍ତି ଅଟେ ନା। ପାଠପଢ଼ା ଦ୍ୱାରା ଶରୀର ନିର୍ବାହ ହୋଇଥାଏ। ପିଲାମାନେ ଜାଣିଛନ୍ତି ଆମକୁ ଭଗବାନ ପଢ଼ାଉଛନ୍ତି। ଏହା ବହୁତ ଶ୍ରେଷ୍ଠ ରୋଜଗାର ଅଟେ। କାରଣ ପାଠପଢ଼ାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି। ଏହା ଏକମାତ୍ର ସଚ୍ଚା ସତ୍ସଙ୍ଗ ଅଟେ, ଯାହାକି ସାରା କଳ୍ପରେ ଏଭଳି ସତ୍ସଙ୍ଗ ଥରେ ମାତ୍ର ହୁଏ। ଯେତେବେଳେ ସମସ୍ତେ ଡାକିଥାନ୍ତି, ହେ ପତିତପାବନ ଆସ। ଏବେ ସେମାନେ ଡାକି ଚାଲିଛନ୍ତି, କିନ୍ତୁ ପତିତପାବନ ଏଠାରେ ତୁମ ସମ୍ମୁଖରେ ବସିଛନ୍ତି। ତୁମେମାନେ ଜାଣିଛ ଆମେ ନୂଆ ଦୁନିଆ ପାଇଁ ପୁରୁଷାର୍ଥ କରୁଛୁ, ଯେଉଁଠି ଦୁଃଖର ଚିହ୍ନବର୍ଣ୍ଣ ନଥିବ। ତୁମକୁ ସ୍ୱର୍ଗରେ ହିଁ ଶାନ୍ତି ମିଳିଥାଏ। ନର୍କରେ କ'ଣ ଶାନ୍ତି ଅଛି? ଏହା ତ ବିଷର ସାଗର, କଳିଯୁଗ ଅଟେ ନା। ସମସ୍ତେ ଦୁଃଖୀ ହିଁ ଦୁଃଖୀ ଅଟନ୍ତି। ଭ୍ରଷ୍ଟାଚାରରୁ ଜନ୍ମ ନେଉଛନ୍ତି। ସେଥିପାଇଁ ଆତ୍ମା ଡାକୁଛି, ବାବା ଆମେ ପତିତ ହୋଇଯାଇଛୁ। ପବିତ୍ର ହେବା ପାଇଁ ଗଙ୍ଗା ସ୍ନାନ କରିବାକୁ ଯାଇଥାନ୍ତି। ଆଚ୍ଛା, ସ୍ନାନ କରିବା ପରେ ତ ପବିତ୍ର ହୋଇଯିବା ଉଚିତ। ତଥାପି ବାରମ୍ବାର ଧକ୍କା କାହିଁକି ଖାଉଛନ୍ତି? ଅର୍ଥାତ୍ ଅନେକ ତୀର୍ଥ କାହିଁକି କରୁଛନ୍ତି? ଧକ୍କା ଖାଇ ସିଡ଼ି ତଳକୁ ଖସି ଖସି ପାପ ଆତ୍ମା ହୋଇଯାଇଛନ୍ତି। 84 ଜନ୍ମର ରହସ୍ୟ ତୁମମାନଙ୍କୁ ବାବା ହିଁ ବସି ବୁଝାଉଛନ୍ତି। ଅନ୍ୟ ଧର୍ମାବଲମ୍ବୀ ତ 84 ଜନ୍ମ ନିଅନ୍ତି ନାହିଁ। ତୁମ ପାଖରେ ଏହି 84 ଜନ୍ମର ଚିତ୍ର ବହୁତ ଭଲ ତିଆରି ହୋଇ ରହିଛି। ଗୀତାରେ ମଧ୍ୟ କଳ୍ପବୃକ୍ଷର ଚିତ୍ର ଅଛି। ପରନ୍ତୁ ଭଗବାନ ଗୀତା କେବେ ଶୁଣାଇଲେ, ଭଗବାନ ଆସି କ'ଣ କଲେ, ଏହା କିଛି ଜାଣନ୍ତି ନାହିଁ। ଅନ୍ୟ ଧର୍ମାବଲମ୍ବୀ ନିଜ ନିଜର ଶାସ୍ତ୍ରକୁ ଜାଣନ୍ତି, ଭାରତବାସୀ ବିଲକୁଲ ଜାଣିନାହାନ୍ତି। ବାବା କହୁଛନ୍ତି, ମୁଁ ସଙ୍ଗମ ଯୁଗରେ ହିଁ ସ୍ୱର୍ଗର ସ୍ଥାପନା କରିବାକୁ ଆସିଥାଏ। ଡ୍ରାମାରେ କିଛି ପରିବର୍ତ୍ତନ ହୋଇପାରିବ ନାହିଁ। ଯାହା କିଛି ଡ୍ରାମାରେ ନିର୍ଦ୍ଧାରିତ ହୋଇଛି ତାହା ଠିକ୍ ସେହିପରି ହେବ। ଏପରି ନୁହେଁ ହୋଇସାରି ପୁଣି ବଦଳିଯିବ। ତୁମମାନଙ୍କ ବୁଦ୍ଧିରେ ଡ୍ରାମାର ଜ୍ଞାନ ପୂର୍ଣ୍ଣ ରୂପେ ରହିଛି। 84ର ଚକ୍ରରୁ ତୁମେ କେବେ ମୁକ୍ତ ହୋଇପାରିବ ନାହିଁ। ଅର୍ଥାତ୍ ଏହି ଦୁନିଆ କେବେ ସମାପ୍ତ ହୋଇପାରିବ ନାହିଁ। ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହୋଇଚାଲିଛି। ଏହି 84ର ଚକ୍ର ବା ସିଡ଼ି ଚକ୍ର ବହୁତ ଜରୁରୀ। ତ୍ରିମୂର୍ତ୍ତି ଓ ଗୋଲା ବା ସୃଷ୍ଟିଚକ୍ର ତ ମୁଖ୍ୟ ଚିତ୍ର ଅଟେ। ସୃଷ୍ଟିଚକ୍ରରେ ସ୍ପଷ୍ଟ ଭାବରେ ଦେଖାଯାଇଛି ପ୍ରତ୍ୟେକ ଯୁଗ 1250 ବର୍ଷର ଅଟେ। ଏହା ଯେପରି ଅନ୍ଧମାନଙ୍କ ଆଗରେ ଆଇନା ସଦୃଶ୍ୟ। 84 ଜନ୍ମପତ୍ରୀର ଆଇନା।
ବାବା ତୁମମାନଙ୍କର ଦଶା ବର୍ଣ୍ଣନା କରୁଛନ୍ତି। ବାବା ତୁମକୁ ବେହଦର ଅର୍ଥାତ୍ ପୁରା କଳ୍ପର ଦଶା ବତାଉଛନ୍ତି। ଏବେ ତୁମମାନଙ୍କ ଉପରେ ବୃହସ୍ପତିର ଅବିନାଶୀ ଦଶା ପଡ଼ିଛି। ତାପରେ ପାଠପଢ଼ା ଉପରେ ସବୁ ନିର୍ଭର କରେ। କାହା ଉପରେ ବୃହସ୍ପତିର, କାହା ଉପରେ ଶୁକ୍ରର, କାହା ଉପରେ ରାହୁର ଦଶା ପଡ଼ିଛି। ଯିଏ ଫେଲ୍ ହୁଅନ୍ତି ତାଙ୍କ ପାଇଁ ରାହୁ ଦଶା କୁହାଯାଏ। ଏଠାରେ ମଧ୍ୟ ସେହିପରି ଯେଉଁମାନେ ଶ୍ରୀମତରେ ଚାଲନ୍ତି ନାହିଁ ତାଙ୍କ ଉପରେ ରାହୁର ଅବିନାଶୀ ଦଶା ପଡ଼ିଯାଏ। ଯିଏ ଶ୍ରୀମତରେ ଚାଲିବ ତାଙ୍କ ପାଇଁ ବୃହସ୍ପତିର ଅବିନାଶୀ ଦଶା, ଏହା ପୁଣି ରାହୁର ଦଶା ହୋଇଯାଉଛି। ପିଲାମାନଙ୍କୁ ପାଠପଢ଼ା ପ୍ରତି ପୁରା ଧ୍ୟାନ ଦେବା ଦରକାର। ଏଥିରେ କିଛି ବାହାନା କରିବାର ନାହିଁ। କହିଥାନ୍ତି ସେଣ୍ଟର ଦୂରରେ, ଏପରି ଅସୁବିଧା ଅଛି, ଚାଲି ଚାଲି ଗଲେ ଯଦି 6 ଘଣ୍ଟା ବି ଲାଗିବ ତେବେ ବି ସେବାକେନ୍ଦ୍ରରେ ପହଞ୍ଚିବା ଦରକାର। ଲୋକମାନେ ତୀର୍ଥଯାତ୍ରାରେ ଯାଆନ୍ତି, କେତେ ଧକ୍କା ଖାଇଥାନ୍ତି। ଆଗରୁ ବହୁତ ଚାଲି ଚାଲି ଯାଉଥିଲେ, ବଳଦ ଗାଡ଼ିରେ ବି ଯାଉଥିଲେ। ଏହା ତ ଗୋଟିଏ ସହରର କଥା। ଏହା ବାବାଙ୍କର କେତେ ବଡ଼ ବିଶ୍ୱବିଦ୍ୟାଳୟ ଅଟେ, ଯେଉଁଠି ତୁମେ ଏହିଭଳି ଲକ୍ଷ୍ମୀନାରାୟଣ ହେଉଛ। ଏପରି ଉଚ୍ଚ ପାଠପଢ଼ା ପାଇଁ କେହି ଯଦି କହିବେ ଦୂର ହୋଇଯାଉଛି ବା ସମୟ ହେଉନାହିଁ, ବାବା କ'ଣ କହିବେ? କହିବେ ଏହି ପିଲା ତ ଯୋଗ୍ୟ ନୁହେଁ। ବାବା ଉଚ୍ଚକୁ ଚଢ଼ାଇବାକୁ ଆସିଛନ୍ତି, ଇଏ ତ ନିଜର ସତ୍ୟାନାଶ କରିଦେଉଛି। ଶ୍ରୀମତ କହୁଛି ପବିତ୍ର ହୁଅ, ଦୈବୀ ଗୁଣ ଧାରଣ କର। ପତି ପତ୍ନୀ ଏକାଠି ରହି ମଧ୍ୟ ବିକାରୀ ହୁଅ ନାହିଁ। ମଝିରେ ଜ୍ଞାନ ଯୋଗର ଖଣ୍ଡା ଅର୍ଥାତ୍ ବଳ ରହିଛି। ଆମକୁ ତ ପବିତ୍ର ଦୁନିଆର ମାଲିକ ହେବାର ଅଛି। ଏବେ ତ ପତିତ ଦୁନିଆର ମାଲିକ ଅଟ। ସେହି ଦେବତାମାନେ 2 ମୁକୁଟଧାରୀ ଥିଲେ। ପୁଣି ଅଧାକଳ୍ପ ପରେ ପବିତ୍ରତାର ମୁକୁଟ ହଟିଯାଏ। ବର୍ତ୍ତମାନ କାହା ମସ୍ତକରେ ଲାଇଟିର ମୁକୁଟ ନାହିଁ। କେବଳ ଯିଏ ଧର୍ମସ୍ଥାପକ ଅଟନ୍ତି ତାଙ୍କ ମସ୍ତକରେ ଥାଇପାରେ, କାରଣ ସେମାନେ ପବିତ୍ର ଆତ୍ମା ଶରୀରରେ ଆସି ପ୍ରବେଶ କରିଥାନ୍ତି। ଏହି ଭାରତ ଯେଉଁଠି 2 ମୁକୁଟଧାରୀ ମଧ୍ୟ ଥିଲେ, ଗୋଟିଏ ମୁକୁଟଧାରୀ ମଧ୍ୟ ଥିଲେ, ଏ ପର୍ଯ୍ୟନ୍ତ ମଧ୍ୟ 2 ମୁକୁଟଧାରୀ ଆଗରେ ଗୋଟିଏ ମୁକୁଟଧାରୀ ମୁଣ୍ଡ ନୁଆଉଛନ୍ତି। କାରଣ ସେମାନେ ହେଉଛନ୍ତି ପବିତ୍ର ମହାରାଜା ମହାରାଣୀ। ମହାରାଜାମାନେ ରାଜାମାନଙ୍କ ଠାରୁ ବଡ଼। ତାଙ୍କ ପାଖରେ ବଡ଼ ବଡ଼ ଜାଗିରି ଅର୍ଥାତ୍ ଭୂସମ୍ପତ୍ତିର ମାଲିକାନା ଥାଏ। ସଭାରେ ମଧ୍ୟ ମହାରାଜାମାନେ ଆଗରେ ଓ ରାଜାମାନେ କ୍ରମାନୁସାରେ ପଛରେ ବସନ୍ତି। ନିୟମାନୁସାରେ ସେମାନଙ୍କର ଦରବାର ଲାଗେ। ଏହା ମଧ୍ୟ ଈଶ୍ୱରୀୟ ଦରବାର ଅଟେ। ଏହାକୁ ଇନ୍ଦ୍ରସଭା ମଧ୍ୟ କୁହାଯାଏ। ତୁମେ ଜ୍ଞାନ ଦ୍ୱାରା ପରି ହେଉଛ। ସୁନ୍ଦରକୁ ପରି କୁହାଯାଏ ନା? ରାଧାକୃଷ୍ଣଙ୍କର ବାସ୍ତବିକ ସୁନ୍ଦରତା ଅଛି ନା? ସେଥିପାଇଁ ତାଙ୍କୁ ସୁନ୍ଦର କୁହାଯାଏ। ତାପରେ ଯେତେବେଳେ କାମଚିତା ଉପରେ ବସନ୍ତି ବା ବିକାରୀ ହୁଅନ୍ତି, ସେମାନେ ମଧ୍ୟ ଭିନ୍ନ ନାମ ରୂପରେ ଶ୍ୟାମଳ ହୁଅନ୍ତି। ଶାସ୍ତ୍ରରେ ଏସବୁ କିଛି କଥା ନାହିଁ। ଜ୍ଞାନ, ଭକ୍ତି ଓ ବୈରାଗ୍ୟ 3ଟି ଜିନିଷ ଅଛି। ଜ୍ଞାନ ସର୍ବୋଚ୍ଚ ଅଟେ। ତୁମେ ଏବେ ଜ୍ଞାନ ପ୍ରାପ୍ତ କରୁଛ, ତୁମକୁ ଭକ୍ତିରୁ ବୈରାଗ୍ୟ ଆସିଛି। ଏହି ସାରା ତମ ପ୍ରଧାନ ଦୁନିଆ ଏବେ ବିନାଶ ହେବାକୁ ଯାଉଛି, ତେଣୁ ତା ପ୍ରତି ବୈରାଗ୍ୟ ଆସୁଛି। ଯେତେବେଳେ ନୂଆ ଘର ତିଆରି କରନ୍ତି ତ ପୁରୁଣାରୁ ବୈରାଗ୍ୟ ଆସିଯାଏ ନା? ତାହା ହେଲା ଲୌକିକ ଘରର କଥା। ଏହା ପୁରା ଦୁନିଆର କଥା। ଏବେ ବୁଦ୍ଧି ନୂଆ ଦୁନିଆ ଆଡ଼କୁ ରହିଛି। ଏହା ହେଲା ପୁରୁଣା ଦୁନିଆ ନର୍କ। ସତ୍ୟଯୁଗ ତ୍ରେତାକୁ କୁହାଯାଏ ଶିବାଳୟ। ଶିବ ବାବା ସ୍ଥାପନ କରିଛନ୍ତି ନା? ଏହି ବେଶ୍ୟାଳୟରୁ ଏବେ ତୁମକୁ ଘୃଣା ଆସୁଛି। କାହା କାହାକୁ ଘୃଣା ଲାଗୁନାହିଁ। ବିବାହ କରି ନିଜକୁ ବର୍ବାଦ କରି ନର୍ଦ୍ଦମାରେ ପଡ଼ିବାକୁ ଚାହୁଁଛନ୍ତି। ମନୁଷ୍ୟମାନେ ତ ସମସ୍ତେ ବିଷୟ ବୈତରଣୀ ନଦୀରେ ଅଛନ୍ତି, ଆବର୍ଜନାରେ ପଡ଼ିଛନ୍ତି, ପରସ୍ପରକୁ ଦୁଃଖ ଦେଉଛନ୍ତି। ଗାୟନ ରହିଛି, ଅମୃତ ଛାଡ଼ି ବିଷ କାହିଁକି ଖାଇଲ? ଯାହା କିଛି କହୁଛନ୍ତି ତାର ଅର୍ଥ ବୁଝି ନାହାନ୍ତି। ତୁମମାନଙ୍କ ମଧ୍ୟରେ ବି କ୍ରମାନୁସାରେ ଅଛନ୍ତି। ବୁଦ୍ଧିମାନ ଶିକ୍ଷକ ଦେଖିବା ମାତ୍ରେ ବୁଝିଯିବେ ଯେ ଏହି ଛାତ୍ରଙ୍କ ବୁଦ୍ଧି କେଉଁଆଡ଼େ ଘୁରୁଛି। କ୍ଲାସ ମଝିରେ କେହି ହାଇ ମାରୁଛନ୍ତି ବା ଢୁଳାଉଛନ୍ତି।
ତ ବୁଝାଯାଏ ଏହାଙ୍କର ବୁଦ୍ଧି କେଉଁଠି ଘରଦ୍ୱାର ବା ବ୍ୟବସାୟ ଆଡ଼େ ଘୁରୁଛି। ହାଇ ମାରିବା କ୍ଳାନ୍ତିର ମଧ୍ୟ ଲକ୍ଷଣ ଅଟେ। ବ୍ୟବସାୟରେ ରୋଜଗାର ହେଉଥିଲେ ରାତି 1-2ଟା ପର୍ଯ୍ୟନ୍ତ ବି ବସି ରୁହନ୍ତି, ତେବେ କେବେ ହାଇ ଆସେ ନାହିଁ। ଏଠାରେ ବାବା ତ କେତେ ସମ୍ପତ୍ତି ଦେଉଛନ୍ତି। ହାଇ ମାରିବା କ୍ଷତି ହେବାର ଲକ୍ଷଣ। ଦେବାଳିଆ ଲୋକ ଅଣନିଶ୍ୱାସୀ ହୋଇ ବହୁତ ହାଇ ମାରନ୍ତି। ତୁମକୁ ତ ସମ୍ପତ୍ତି ପରେ ସମ୍ପତ୍ତି ମିଳି ଚାଲୁଛି, ତେବେ କେତେ ଧ୍ୟାନ ଦେବା ଦରକାର। ପାଠ ପଢ଼ା ସମୟରେ କେହି ହାଇ ମାରିଲେ ବୁଦ୍ଧିମାନ ଶିକ୍ଷକ ବୁଝିଯିବେ ଯେ ୟାଙ୍କ ବୁଦ୍ଧି ଯୋଗ ଅନ୍ୟ କୁଆଡ଼େ ଘୁରୁଛି। ଏଠାରେ ବସି ମଧ୍ୟ ଘରଦ୍ୱାର ମନେ ପଡ଼ିବ, ପିଲାମାନଙ୍କୁ ମନେ ପକାଇବେ। ଏଠାରେ ତୁମକୁ ଭଟ୍ଟିରେ ଅର୍ଥାତ୍ ଜ୍ଞାନ ଯୋଗର ଭଟ୍ଟିରେ ରହିବାକୁ ପଡ଼େ। ଯେପରି ଅନ୍ୟ କେହି ମନେ ନ ପଡ଼ନ୍ତୁ। ଧରିନିଅ କେହି 6 ଦିନ ଭଟ୍ଟିରେ ରହିଲେ, ଶେଷ ଦିନ କେହି ମନେ ପଡ଼ିଲେ ତାଙ୍କ ପାଖକୁ ଚିଠି ଲେଖିଲେ, ତେବେ ଫେଲ ହୋଇଗଲେ ନା। ବାବା କହିବେ ପୁଣି ଥରେ 7 ଦିନ ପାଇଁ ଆରମ୍ଭ କର। 7 ଦିନ ଭଟ୍ଟିରେ ରଖାଯାଏ, ଯାହାଦ୍ୱାରା ସବୁ ରୋଗ ବାହାରିଯିବ। ତୁମେ ଅଧାକଳ୍ପର ମହାନ ରୋଗୀ ଅଟ। ବସି ବସି ଅକାଳ ମୃତ୍ୟୁ ହୋଇଯାଉଛି। ସତ୍ୟଯୁଗରେ ଏପରି କେବେ ହୁଏ ନାହିଁ। ଏଠାରେ ତ କିଛି ନା କିଛି ରୋଗ ନିଶ୍ଚିତ ଅଛି। ମରିବା ବେଳେ ରୋଗରେ ଚିତ୍କାର କରନ୍ତି, ସ୍ୱର୍ଗରେ ଟିକେ ବି ଦୁଃଖ ହୁଏ ନାହିଁ। ସେଠାରେ ତ ଠିକ୍ ସମୟରେ ଜାଣିପାରନ୍ତି ଏବେ ସମୟ ପୂରା ହେଲା, ମୁଁ ଏହି ଶରୀର ତ୍ୟାଗ କରି ଛୋଟ ପିଲା ହେବି। ଏଠାରେ ବି ତୁମକୁ ସାକ୍ଷାତକାର ହେବ କି ଏହା ହେବାକୁ ଯାଉଛି। ବହୁ ଜଣକୁ ଏପରି ମଧ୍ୟ ସାକ୍ଷାତକାର ହୋଇଥାଏ। ଜ୍ଞାନ ଆଧାରରେ ମଧ୍ୟ ଜାଣନ୍ତି ଯେ ମୁଁ ଭିକାରୀରୁ ରାଜକୁମାର ହେବାକୁ ଯାଉଛି। ରାଧାକୃଷ୍ଣ ହେବା ହିଁ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅଟେ। ଲକ୍ଷ୍ମୀ ନାରାୟଣ ନୁହେଁ, ରାଧାକୃଷ୍ଣ ହିଁ ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। କାରଣ ପୂରା 5000 ବର୍ଷ ତ ଏହାଙ୍କ ପାଇଁ କୁହାଯିବ। ଲକ୍ଷ୍ମୀ ନାରାୟଣଙ୍କର ତ ତଥାପି 20-25 ବର୍ଷ କମ୍ ହୋଇଯାଉଛି। ସେଥିପାଇଁ କୃଷ୍ଣଙ୍କ ମହିମା ଅଧିକ ରହିଛି। ଏହା ମଧ୍ୟ କେହି ଜାଣିନାହାନ୍ତି ଯେ ରାଧାକୃଷ୍ଣ ହିଁ ସେହି ଲକ୍ଷ୍ମୀନାରାୟଣ ହୁଅନ୍ତି। ଏବେ ତୁମେମାନେ ବୁଝିଯାଇଛ, ଏହା ପାଠପଢ଼ା ଅଟେ। ପ୍ରତି ଗାଁ ଗାଁରେ ସେଣ୍ଟର ଖୋଲିଚାଲ। ଏହା ତୁମର ବିଶ୍ୱବିଦ୍ୟାଳୟ ସହ ହସ୍ପିଟାଲ ବା ଡାକ୍ତରଖାନା ଅଟେ। ଏଥିପାଇଁ କେବଳ 3 ପାଦ ପୃଥିବୀ ବା ଛୋଟିଆ ସ୍ଥାନଟିଏ ଦରକାର। ଆଶ୍ଚର୍ଯ୍ୟ ଅଟେ ନା? ଯାହାଙ୍କ ଭାଗ୍ୟରେ ଅଛି ସେମାନେ ନିଜର କୋଠରୀରେ ମଧ୍ୟ ଗୀତା ପାଠଶାଳା ଖୋଲି ଦିଅନ୍ତି। ଏଠାରେ ଯେଉଁମାନେ ବହୁତ ପଇସାବାଲା ଅଛନ୍ତି, ସେମାନଙ୍କର ପଇସା ତ ସବୁ ମାଟିରେ ମିଶିଯିବ। ତୁମେ 21 ଜନ୍ମ ପାଇଁ ବାବାଙ୍କଠାରୁ ସମ୍ପତ୍ତି ନେଉଛ। ବାବା ନିଜେ କହୁଛନ୍ତି, ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ବୁଦ୍ଧିର ଯୋଗ ସେଠାରେ ଲଗାଅ। କର୍ମ କରି ମଧ୍ୟ ଏହି ଅଭ୍ୟାସ କର। ସବୁ କଥା ଦେଖିବାକୁ ପଡ଼େ ନା। ତୁମକୁ ଏବେ ଅଭ୍ୟାସ କରାଯାଉଛି। ବାବା ବୁଝାଉଛନ୍ତି ସର୍ବଦା ଶୁଦ୍ଧ ଓ ଶ୍ରେଷ୍ଠ କର୍ମ କର। କିଛି ଅଶୁଦ୍ଧ କର୍ମ କର ନାହିଁ। କିଛି ବି ରୋଗ ହେଲେ ସର୍ଜନ ବସିଛନ୍ତି, ତାଙ୍କଠାରୁ ପରାମର୍ଶ ନିଅ। ପ୍ରତ୍ୟେକଙ୍କର ରୋଗ ଅଲଗା, ସର୍ଜନଙ୍କଠାରୁ ତ ଭଲ ପରାମର୍ଶ ମିଳିବ। ତୁମେ ପଚାରି ପାରିବ ଏହି ଅବସ୍ଥାରେ କ'ଣ କରିବୁ? ଧ୍ୟାନ ରଖିବାର ଅଛି ଯେପରି କିଛି ବିକର୍ମ ନ ହୋଇଯାଉଛି। ଏହା ମଧ୍ୟ ଗାୟନ କରାଯାଏ, ଯେପରି ଅନ୍ନ ସେପରି ମନ। ମାଂସ କିଣୁଥିବା, ବିକୁଥିବା, ରୋଷେଇ କରୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ପାପ ଲାଗିଯାଏ। ପତିତ ପାବନ ବାବାଙ୍କୁ କୌଣସି କଥା ଲୁଚାଅ ନାହିଁ। ସର୍ଜନକୁ ଲୁଚାଇଲେ ରୋଗରୁ ମୁକ୍ତ ହୋଇପାରିବ ନାହିଁ। ଇଏ ହେଲେ ବେହଦର ଅବିନାଶୀ ସର୍ଜନ। ଏସବୁ କଥାକୁ ଦୁନିଆ ତ ଜାଣିନାହିଁ। ତୁମକୁ ଏବେ ଜ୍ଞାନ ମିଳିଛି, ତଥାପି ମଧ୍ୟ ଯୋଗଯୁକ୍ତ ସ୍ଥିତି କମ୍ ରହୁଛି। ବିଲକୁଲ ଯୋଗ କରୁନାହାନ୍ତି। ଏହା ତ ବାବା ଜାଣନ୍ତି ଯେ କ୍ଷଣିକ ମଧ୍ୟରେ ଯୋଗ ଲାଗିପାରିବ ନାହିଁ। କ୍ରମାନୁସାରେ ତ ଅଛନ୍ତି ନା। ଯେତେବେଳେ ଯୋଗର ଯାତ୍ରା ସମ୍ପୂର୍ଣ୍ଣ ହେବ, ତେବେ କହିବା କର୍ମାତୀତ ଅବସ୍ଥା ପୂରା ହେଲା। ତାପରେ ଲଢ଼େଇ ବି ପୂରା ଲାଗିବ।
ସେ ପର୍ଯ୍ୟନ୍ତ କିଛି ନା କିଛି ଯୁଦ୍ଧ ହେଉଥିବ, ପୁଣି ବନ୍ଦ ହୋଇଯାଉଥିବ। ଲଢ଼େଇ ତ କେତେବେଳେ ବି ଲାଗିଯାଇପାରେ, ପରନ୍ତୁ ବିବେକ କହୁଛି ଯେ ପର୍ଯ୍ୟନ୍ତ ରାଜ୍ୟ ସ୍ଥାପନ ହୋଇନାହିଁ ସେ ପର୍ଯ୍ୟନ୍ତ ବଡ଼ ଲଢ଼େଇ ଅର୍ଥାତ୍ ବିଶ୍ୱଯୁଦ୍ଧ ହେବ ନାହିଁ। କିଛି କିଛି ହୋଇ ବନ୍ଦ ହୋଇଯିବ। ଏହା ତ କେହି ଜାଣିନାହାନ୍ତି କି ରାଜତ୍ୱ ସ୍ଥାପନ ହେଉଛି। ସତୋପ୍ରଧାନ ସତୋ ରଜ ତମଃ ବୁଦ୍ଧି ତ ଅଛନ୍ତି ନା? ତୁମମାନଙ୍କ ମଧ୍ୟରେ ବି ସତୋପ୍ରଧାନ ବୁଦ୍ଧିବାଲା ଭଲ ଭାବରେ ବାବାଙ୍କୁ ମନେ ପକାଇବେ। ବ୍ରାହ୍ମଣ ତ ଏବେ ଲକ୍ଷ ଲକ୍ଷ ସଂଖ୍ୟାରେ ହେବେ, କିନ୍ତୁ ତାଙ୍କ ମଧ୍ୟରେ ବି ସୁପୁତ୍ର ଏବଂ କୁପୁତ୍ର ଥିବେ ନା? ସୁପୁତ୍ର ସନ୍ତାନମାନେ ଭଲ ସେବା କରିବେ, ମା ବାବାଙ୍କ ମତରେ ଚାଲିବେ। କୁପୁତ୍ର ସନ୍ତାନ ରାବଣ ମତରେ ଚାଲିବେ। କିଛି ରାବଣ ମତ, କିଛି ରାମକ ମତ, ଉଭୟ ମତରେ ଛୋଟେଇ ଛୋଟେଇ ଚାଲିବେ। ପିଲାମାନେ ତ ଗୀତ ଶୁଣିଲେ କହୁଛନ୍ତି, ବାବା ଏପରି ସ୍ଥାନକୁ ନେଇ ଚାଲ ଯେଉଁଠି ଶାନ୍ତି ଅଛି। ସ୍ୱର୍ଗରେ ଶାନ୍ତି ହିଁ ଶାନ୍ତି, ଦୁଃଖର ଚିହ୍ନବର୍ଣ୍ଣ ନଥିବ। ସ୍ୱର୍ଗ ସତ୍ୟ ଯୁଗକୁ ହିଁ କୁହାଯାଏ। ଏବେ ତ ହେଉଛି କଳିଯୁଗ। ଏଠାରେ ପୁଣି ସ୍ୱର୍ଗ କୁଆଡ଼ୁ ଆସିଲା? ତୁମର ବୁଦ୍ଧି ଏବେ ସ୍ୱଚ୍ଛ ହୋଇଯାଉଛି। ସ୍ୱଚ୍ଛ ବୁଦ୍ଧିମାନମାନଙ୍କୁ ମ୍ଳେଚ୍ଛ ବୁଦ୍ଧି ନମସ୍କାର କରୁଛନ୍ତି। ପବିତ୍ର ରହୁଥିବା ଆତ୍ମାଙ୍କର ମାନ ରହିଛି। ସନ୍ନ୍ୟାସୀମାନେ ପବିତ୍ର ରହୁଥିବାରୁ ଗୃହସ୍ଥୀମାନେ ତାଙ୍କ ପାଖରେ ନତମସ୍ତକ ହୁଅନ୍ତି। ସନ୍ନ୍ୟାସୀମାନେ ତ ଭିକାରୀରୁ ଜନ୍ମ ନେଇ ପୁଣି ସନ୍ନ୍ୟାସୀ ହେଉଛନ୍ତି। ଦେବତାମାନଙ୍କୁ ତ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯାଏ। ସନ୍ନ୍ୟାସୀମାନଙ୍କୁ କେବେ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯିବ ନାହିଁ। ତେଣୁ ତୁମମାନଙ୍କ ଭିତରେ ବହୁତ ଖୁସିର ପାରଦ ଚଢ଼ି ରହିବା ଦରକାର। ସେଥିପାଇଁ କୁହାଯାଏ, ଅତୀନ୍ଦ୍ରିୟ ସୁଖ ପଚାରିବାର ଅଛି ତ ଗୋପ ଗୋପୀମାନଙ୍କୁ ପଚାର, ଯିଏକି ବାବାଙ୍କ ଠାରୁ ବର୍ଷା ନେଉଛନ୍ତି, ପଢ଼ୁଛନ୍ତି। ଏଠାରେ ସମ୍ମୁଖରେ ଶୁଣିଲେ ନିଶା ଚଢ଼ିଥାଏ। ତାପରେ କାହାର ସ୍ଥାୟୀ ନିଶା ରହେ, କାହାର ତୁରନ୍ତ ନିଶା ଉତୁରିଯାଏ। ସଙ୍ଗଦୋଷ କାରଣରୁ ନିଶା ସ୍ଥାୟୀ ରହେ ନାହିଁ। ତୁମ ସେଣ୍ଟରମାନଙ୍କୁ ଏପରି ବହୁତ ଆସନ୍ତି। ଟିକେ ନିଶା ଚଢ଼ିଲା, ତାପରେ ବିବାହ ଆଦିରେ ଯୋଗ ଦେବା ପାଇଁ ଗଲେ, ମଦ ବିଡ଼ି ସିଗାରେଟ ଆଦି ପିଇଲେ, ଜ୍ଞାନର ନିଶା ଶେଷ ହୋଇଗଲା। ସଙ୍ଗଦୋଷ ବହୁତ ଖରାପ ଅଟେ। ହଂସ ଓ ବଗ ଏକାଠି ରହିପାରିବେ ନାହିଁ। ପତି ହଂସ ହେଉଛି ତ ପତ୍ନୀ ବଗ ହୋଇଯାଉଛି। କେଉଁଠି ପୁଣି ସ୍ତ୍ରୀ ହଂସୀ ହେଉଛି ତ ପତି ବଗ ହୋଇଯାଉଛି। ପବିତ୍ର ରହିବାକୁ କହିଲେ ମାଡ଼ ଖାଇବାକୁ ପଡ଼ୁଛି। କାହା କାହା ଘରେ ସମସ୍ତେ ହଂସ ଥାଆନ୍ତି, ପୁଣି ଚାଲୁ ଚାଲୁ ବଦଳି ଯାଇ ବଗ ହୋଇଯାଆନ୍ତି। ବାବା ତ କହୁଛନ୍ତି, ସମସ୍ତେ ନିଜକୁ ସୁଖଦାୟୀ କର, ପିଲାମାନଙ୍କୁ ମଧ୍ୟ ସୁଖଦାୟୀ କରାଅ। ଏହା ତ ଦୁଃଖଧାମ ଅଟେ ନା? ଏବେ ତ ବହୁତ ବିପଦ ଆସିବାର ଅଛି। ତାପରେ ଦେଖିବ କିପରି ତ୍ରାହି ତ୍ରାହି କରିବେ। ଆରେ ବାବା ଆସିଲେ ମୁଁ ବାବାଙ୍କ ଠାରୁ ବର୍ଷା ପାଇପାରିଲି ନାହିଁ, ପୁଣି ତ ବହୁତ ଡେରି ହୋଇଯିବ। ବାବା ସ୍ୱର୍ଗର ରାଜ୍ୟ ଦେବାକୁ ଆସିଛନ୍ତି, ସେମାନେ ତାହାକୁ ହରାଇ ଦେଇଥାନ୍ତି। ସେଥିପାଇଁ ବାବା ବୁଝାଉଛନ୍ତି ଯେ ବାବାଙ୍କ ପାଖକୁ ସର୍ବଦା ମଜବୁତ ଆତ୍ମାମାନଙ୍କୁ ନେଇକରି ଆସ, ଯିଏ ନିଜେ ବୁଝି ଅନ୍ୟମାନଙ୍କୁ ମଧ୍ୟ ବୁଝାଇ ପାରିବେ। ବାକି ଶିବ ବାବା ଦେଖିବାର ଜିନିଷ ତ ନୁହନ୍ତି। ଶିବ ବାବା କ'ଣ ଦେଖାଯାଆନ୍ତି? ନିଜର ଆତ୍ମାକୁ ଦେଖୁଛ କି? କେବଳ ଜାଣିଛ, ସେହିପରି ପରମାତ୍ମାକୁ ବି ଜାଣିବାର ଅଛି। ଦିବ୍ୟ ଦୃଷ୍ଟି ବିନା ତାଙ୍କୁ ଦେଖି ହୁଏ ନାହିଁ। ଦିବ୍ୟ ଦୃଷ୍ଟିରେ ଏବେ ତୁମେ ସତ୍ୟଯୁଗ ଦେଖୁଛ, ତାପରେ ସେଠାକୁ ପୁଣି ସାକାରରେ ଯିବାକୁ ହେବ। କଳିଯୁଗ ସେତେବେଳେ ବିନାଶ ହେବ ଯେତେବେଳେ ତୁମେମାନେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ବୁଦ୍ଧିର ଯୋଗ ବାବା ବା ନୂଆ ଦୁନିଆ ସହିତ ଲାଗି ରହୁ। ସର୍ବଦା ଧ୍ୟାନ ରହୁ ଯେ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି ବିକର୍ମ ନ ହେଉ। ସେଥିପାଇଁ ସଦାସର୍ବଦା ଶୁଦ୍ଧ କର୍ମ କରିବାକୁ ହେବ।
ଭିତରେ ଯଦି କୌଣସି ବିକାର ରୂପୀ ବେମାରୀ ଅଛି ତେବେ ଆତ୍ମିକ ସର୍ଜନ ବାବାଙ୍କର ମତ ନେବାକୁ ହେବ। 2 ନମ୍ବର, ସଙ୍ଗଦୋଷ ବହୁତ ଖରାପ, ତେଣୁ ସେଥିରୁ ନିଜକୁ ବହୁତ ଦୂରେଇ ରଖିବାକୁ ହେବ। ନିଜକୁ ଏବଂ ଈଶ୍ୱରୀୟ ପରିବାରକୁ ସୁଖଦାୟୀ କରିବାକୁ ହେବ। ପାଠପଢ଼ା ପାଇଁ କେବେ ବାହାନା କରିବାର ନାହିଁ। ବରଦାନ, ଶ୍ରେଷ୍ଠ ଭାବନା ଆଧାରରେ ସମସ୍ତଙ୍କୁ ଶାନ୍ତିର ଏବଂ ଶକ୍ତିର କିରଣ ପ୍ରଦାନ କରୁଥିବା ବିଶ୍ୱ କଲ୍ୟାଣକାରୀ ଭବ। ଶ୍ରେଷ୍ଠ ଭାବନା ଆଧାରରେ ସମସ୍ତଙ୍କୁ ଶାନ୍ତିର ଏବଂ ଶକ୍ତିର କିରଣ ପ୍ରଦାନ କରୁଥିବା ବିଶ୍ୱ କଲ୍ୟାଣକାରୀ ଭବ। ଡିଟେଲ୍ସ, ଯେପରି ବାବାଙ୍କର ସଂକଳ୍ପରେ, ବାଣୀରେ, ନୟନରେ ସର୍ବଦା କଲ୍ୟାଣର ଭାବନା ବା କାମନା ଭରି ରହିଛି, ସେହିପରି ତୁମମାନଙ୍କର ସଂକଳ୍ପରେ ମଧ୍ୟ ବିଶ୍ୱ କଲ୍ୟାଣର ଭାବନା ବା କାମନା ଭରି ରହୁ। ଯେକୌଣସି କାର୍ଯ୍ୟ କରୁଥିଲେ ମଧ୍ୟ ବିଶ୍ୱର ସର୍ବ ଆତ୍ମାମାନଙ୍କୁ ସମ୍ମୁଖରେ ଦେଖୁଥାଅ। ମାଷ୍ଟର ଜ୍ଞାନ ସୂର୍ଯ୍ୟ ହୋଇ ଶୁଭ ଭାବନା ବା ଶ୍ରେଷ୍ଠ କାମନା ଆଧାରରେ ଶାନ୍ତିର ବା ଶକ୍ତିର କିରଣ ଦେଇ ଚାଲ, ତେବେ କୁହାଯିବ ବିଶ୍ୱ କଲ୍ୟାଣକାରୀ। କିନ୍ତୁ ସେଥିପାଇଁ ପ୍ରଥମେ ସର୍ବବନ୍ଧନଠାରୁ ମୁକ୍ତ ସ୍ୱତନ୍ତ୍ର ଆତ୍ମା ହୁଅ। ସ୍ଲୋଗାନ, ମୁଁ ପଣିଆ ଏବଂ ମୋର ପଣିଆ ଏହି ଦୁଇଟି ହିଁ ଦେହ ଅଭିମାନର ଦ୍ୱାର ଅଟେ। ଏବେ ଏହାକୁ ବନ୍ଦ କର। ମୁଁ ପଣିଆ ଏବଂ ମୋର ପଣିଆ ଏହି ଦୁଇଟି ହିଁ ଦେହ ଅଭିମାନର ଦ୍ୱାର ଅଟେ। ଏବେ ଏହାକୁ ବନ୍ଦ କର। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। 17 ନମ୍ବର, ସତ୍ୟତାର ଚିହ୍ନ ହେଲା ସଂକଳ୍ପ, ବାଣୀ, କର୍ମ, ସମ୍ବନ୍ଧ, ସମ୍ପର୍କ ସବୁଥିରେ ଦିବ୍ୟତାର ଅନୁଭୂତି ହେବା। କେହି କେହି କୁହନ୍ତି, ମୁଁ ତ ସର୍ବଦା ସତ୍ୟ କହୁଛି, କିନ୍ତୁ ବାଣୀ ବା କର୍ମରେ ଯଦି ଦିବ୍ୟତା ନାହିଁ ତେବେ ଅନ୍ୟମାନଙ୍କୁ ଆପଣଙ୍କର ସତ ଲାଗିବ ନାହିଁ। ସେଥିପାଇଁ ସତ୍ୟତାର ଶକ୍ତି ଦ୍ୱାରା ଦିବ୍ୟତାକୁ ଧାରଣ କର। କିଛି ବି ସହନ କରିବାକୁ ପଡ଼ୁ ବ୍ୟସ୍ତ ହୁଅ ନାହିଁ। ସତ୍ୟ ସମୟ ପ୍ରମାଣେ ସ୍ୱୟଂ ସିଦ୍ଧ ହୋଇଯିବ। ଓମ୍ ଶାନ୍ତି।